ଆମେ ଜାଣିବା ଓଡ଼ିଆ ଭାଷାର ବୈଶିଷ୍ଟ୍ୟ କ'ଣ ଓ ତା'ର ସ୍ୱରୂପ କ'ଣ ଓ କେଉଁ କାରଣରୁ ଏହାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଛି। ଏହାର ସ୍ୱତନ୍ତ୍ରତା କାରଣରୁ ହିଁ ୟାକୁ ମାନେ ଶାସ୍ତ୍ରୀୟ ମାନ୍ୟତା ମିଳିଛି। ଷଷ୍ଠ ଭାଷାର ଶାସ୍ତ୍ରୀୟ ମାନ୍ୟତା ମିଳିଛି। ତ ପୃଥିବୀରେ ଯେତେ ଭାଷା ବ୍ୟବହୃତ ହୁଏ, ଯେତେ ଭାଷା ବ୍ୟବହୃତ ହୋଇଥାଏ, ସବୁ ଭାଷାର କିଛି ନା କିଛି ବୈଶିଷ୍ଟ୍ୟ ଥାଏ। ତ ସେଥିପାଇଁ କି ଗୋଟେ ଭାଷା ଆଉ ଗୋଟେ ଭାଷା ଠାରୁ ଟିକେ ଅଲଗା ହେଇକି ଥାଏ, ନାଇଁ କି, ତାକୁ ଚିହ୍ନି ହେଇଯାଏ। ତ ଏଇ ଭାଷାର ସ୍ୱତନ୍ତ୍ରତା ଆମେ ଜାଣିବା। ଆମ ଭାଷା ଓଡ଼ିଆ ସେମିତି କିଛି ସ୍ୱତନ୍ତ୍ର ଲକ୍ଷଣ ଅଛି ଯାହାକୁ ଆଧାର କରିକି ଆମେ ତାକୁ ସ୍ୱତନ୍ତ୍ର ବୋଲି କହିଥାଉ। ସେଥିମଧ୍ୟରୁ କେତୋଟି ସାଧାରଣ ତଥା ସ୍ପଷ୍ଟ ବାରି ହେଇ ପଡ଼ୁଥିବା ବୈଶିଷ୍ଟ୍ୟ ସମ୍ପର୍କରେ ଆମେ ଜାଣିବା। ଅର୍ଥାତ୍ ଯେଉଁ ବୈଶିଷ୍ଟ୍ୟ ଗୁଡ଼ିକୁ ଆମେ ଦେଖିଲେ ଜାଣିପାରିବା ଯେ ଏଇ ବୈଶିଷ୍ଟ୍ୟ ରହିଛି ଆମ ଓଡ଼ିଆ ଭାଷାର। ଦେଖିବା, ପ୍ରଥମ ବୈଶିଷ୍ଟ୍ୟ ହେଉଛି କ'ଣ ନା, ଓଡ଼ିଆ ଭାଷାର ଲକ୍ଷଣ ଦୃଷ୍ଟିରୁ ଆମ ଓଡ଼ିଆ ଭାଷାଟା ଦେଖ, ମ୍ୟାପ୍ରେ ତୁମେ ଦେଖିଦେବ ଓଡ଼ିଶାର ପାଖାପାଖି ଅଞ୍ଚଳ ହେଇଥିବ ହେଲା। ଲକ୍ଷଣ ଦୃଷ୍ଟିରୁ ବଙ୍ଗଳା, ଅହମିଆ, ମରାଠୀ, ଗୁଜୁରାଟୀ ଏହିସବୁ ଉତ୍ତର ଭାରତର ଅନ୍ୟାନ୍ୟ ଭାଷା ସହିତ ନିବିଡ଼ ସମ୍ପର୍କ ରହିଛି। ତାହେଲେ ଯଦି ପ୍ରଶ୍ନ କରାଯାଏ ଓଡ଼ିଆ ଭାଷାର ଉତ୍ତର ଭାରତରେ କେଉଁ କେଉଁ ଭାଷା ସହିତ ନିବିଡ଼ ସମ୍ପର୍କ ରହିଛି, ନା ବଙ୍ଗଳା, ଅହମିଆ, ମରାଠୀ, ଗୁଜୁରାଟୀ। ବଙ୍ଗଳା ଆମର ୱେଷ୍ଟବେଙ୍ଗଲ ପଶ୍ଚିମବଙ୍ଗର ଭାଷା, ଅହମିଆ ହେଲା ଆସାମର ଭାଷା, ମରାଠୀ ହେଲା ମହାରାଷ୍ଟ୍ରର ଭାଷା, ଗୁଜୁରାଟୀ ହେଲା ଗୁଜୁରାଟର ଭାଷା। କିନ୍ତୁ ଆମେ ଦେଖିବା ଯଦି ଦକ୍ଷିଣରେ ତେଲୁଗୁ, ତାମିଲ ପ୍ରଭୃତି ଦ୍ରାବିଡ଼ ଭାଷା, ଓଡ଼ିଶାର ଆଦିବାସୀ ଭାଷାମାନଙ୍କ ଠାରୁ ଅନେକ ଶବ୍ଦ ଓଡ଼ିଆ ଭାଷାରେ ଥିଲେ ମଧ୍ୟ ଏସବୁ ଭାଷା ସହ ସମ୍ପର୍କ ସେପରି ନିବିଡ଼ ନୁହେଁ। ମାନେ ଦକ୍ଷିଣ ଭାରତର ଏଇ ଭାଷା ଗୁଡ଼ିକ ସହିତ ସମ୍ପର୍କ ନିବିଡ଼ ନୁହେଁ। ନିବିଡ଼ କାହା କାହା ସହିତ? ବଙ୍ଗଳା, ଅହମିଆ, ମରାଠୀ, ଗୁଜୁରାଟୀ। ତଥାପି ସ୍ୱରୂପ ଦୃଷ୍ଟିରୁ ପ୍ରାୟ ସମାନ ହେଲେ ମଧ୍ୟ ଉତ୍ତର ଭାରତର ଅନ୍ୟ ଭାଷାଙ୍କ ଠାରୁ ଓଡ଼ିଆ ଭାଷା ହେଉଛି ସ୍ୱତନ୍ତ୍ର। ଇଏ ହେଲା ତାହେଲେ ପ୍ରଥମ ବୈଶିଷ୍ଟ୍ୟ। ତାପରେ ଦ୍ୱିତୀୟ ବୈଶିଷ୍ଟ୍ୟଟି କ'ଣ? ଦ୍ୱିତୀୟ ବୈଶିଷ୍ଟ୍ୟଟି ନା, ଓଡ଼ିଆ ଭାଷାର ଶବ୍ଦମାନଙ୍କର ଉଚ୍ଚାରଣ ହେଉଛି ସ୍ୱତନ୍ତ୍ର। ଯେମିତି ଉତ୍ତର ଭାରତରେ ବ୍ୟବହୃତ ସମଗୋଷ୍ଠୀର ଅନ୍ୟ ଭାଷାର ଶବ୍ଦ ଶେଷରେ ବ୍ୟଞ୍ଜନ ବର୍ଣ୍ଣ ସହ ଉଚ୍ଚାରିତ ହୁଏ ନାହିଁ। ଦେଖ, ଯେମିତି ରାମ, ଗୋପାଳ, କିନ୍ତୁ ଓଡ଼ିଆ ଭାଷାରେ ରାମ, ଗୋପାଳ, ଗୋପାଳ। ତ ଦେଖୁଛେ ଆମେ ଲାଷ୍ଟ ବେଳକୁ କ'ଣ, ଶେଷ ବେଳକୁ କ'ଣ ହେଉଛି ନା ଉଚ୍ଚାରିତ ହେଉଛି ହେଲା। ସେଥିପାଇଁ କୁହାଗଲା ସ୍ୱରାନ୍ତ, ଅର୍ଥାତ୍ ଏହାର ଅନ୍ତ ମାନେ ଶେଷ କ'ଣ ହେଉଛି ନା ସ୍ୱରବର୍ଣ୍ଣ ଉଚ୍ଚାରିତ ହେଉଛି। ତାପରେ ତୃତୀୟ ବୈଶିଷ୍ଟ୍ୟ, ତାପରେ ହେଲା 3 ନମ୍ବର ବୈଶିଷ୍ଟ୍ୟ। ଆମେ ଦେଖିବା କ'ଣ ନା, ସ୍ୱରବର୍ଣ୍ଣ ଏଇ ଯେଉଁ ରୁ ସ୍ୱରବର୍ଣ୍ଣ କ'ଣ ଅଛି, ରୁ ଅନ୍ୟ ସମଗୋଷ୍ଠୀ ଭାଷାରେ ସେଇ ରୁଟା ରି ପରି ଉଚ୍ଚାରଣ ହୋଇଥାଏ, ଯେମିତିକି ଋଷି, କୃଷ୍ଣା। କିନ୍ତୁ ଓଡ଼ିଆରେ ସେଇ ରୁ ପରି ହିଁ ଉଚ୍ଚାରଣ ହେବ, ଯେମିତି ଋଷି, କୃଷ୍ଣ। ତାପରେ 4 ନମ୍ବର ବୈଶିଷ୍ଟ୍ୟ ଦେଖିବା, ବ୍ୟଞ୍ଜନ ବର୍ଣ୍ଣମାଳାର ଯେଉଁ ଅବର୍ଗୀୟ ଜ ରହିଛି, ଯାହାକୁ ଆମେ ଅନ୍ତ୍ୟସ୍ଥ ଜ ବୋଲିକି କହିଥାଉ, ତ ତା'ର ସମଗୋଷ୍ଠୀ ଅନ୍ୟ କୌଣସି ଭାଷାରେ ନାହିଁ। ଏଇ ଅନ୍ତ୍ୟସ୍ଥ ଜ ଅନ୍ୟ କୌଣସି ଭାଷାରେ ନାହିଁ। ଓଡ଼ିଆ ଭାଷାରେ ୟ ବଦଳରେ ଆମେ ଜ ବ୍ୟବହାର କରିଥାଉ। ଉଦାହରଣ କେମିତି? ଯେମିତି ୟମ ଆମେ କ'ଣ କହୁ? ଯମ। ସୂର୍ଯ୍ୟ ଆମେ କହୁ ସୂର୍ଯ୍ୟ। ସହାୟ, ସାହାଯ୍ୟ ଏଇଭଳି କହିଥାଉ। କିନ୍ତୁ ସବୁଥିରେ ୟକୁ ଆମେ ଜ ଭଳି କହୁନି। ଯେମିତି ଦୟାକୁ ଦୟା କହିବା, ଲୟ, ବାୟୁ, ଏଠି ଜ ବ୍ୟବହାର କରିବା ନାହିଁ। ତ ଏ ଲକ୍ଷଣଟି ଓଡ଼ିଆ ଭାଷାର ଗୋଟେ ମାନେ ନିଜସ୍ୱ ବୈଶିଷ୍ଟ୍ୟ। ତାପରେ ଆଉ ଗୋଟିଏ 5 ନମ୍ବର ବୈଶିଷ୍ଟ୍ୟ କ'ଣ ଦେଖିବା ନା, ଉତ୍ତର ଭାରତରେ ଯେମିତି ଉତ୍ତର ଭାରତର ଅନ୍ୟ ଭାଷା ଯେଉଁଗୁଡ଼ିକ ସହ ଓଡ଼ିଆ ଭାଷାର ନିବିଡ଼ ସମ୍ପର୍କ ଅଛି, ସେସବୁର ଲିପିର ଉପରି ଭାଗଟା ସରଳ ରେଖା ବୋଲି। ଯେମିତି ଦେଖୁନ, ଏଠି ଲେଖା ହେଇଛି, ଉପରଟା କେମିତି ସରଳ ରେଖା ଭଳି। କିନ୍ତୁ ଓଡ଼ିଆର କଟା ଦେଖ, ତାର ଉପରଟା କ'ଣ ଗୋଲାକୃତି। କ'ଣ ଉପରଟା ହେଲା ଗୋଲାକୃତ। ସେଇଭଳି ଓଡ଼ିଆରେ ଆମେ ଦେଖିଲେ ସବୁ ଅକ୍ଷର ଗୁଡ଼ିକ ଉପର କ'ଣ ଗୋଲାକୃତି ପ୍ରାୟ। ଇଏ ହେଲା ପଞ୍ଚମ ବୈଶିଷ୍ଟ୍ୟ। ତାହେଲେ ସେ ବୈଶିଷ୍ଟ୍ୟ ଗୁଡ଼ିକୁ ଆଉ ଥରେ ଟିକେ ମନେ ପକାଇଦେବା। ଗୋଟେ ହେଲା ଓଡ଼ିଆ ଭାଷା କ'ଣ ଉତ୍ତର ଭାରତର ବଙ୍ଗଳା, ଅହମିଆ, ମରାଠୀ, ଗୁଜୁରାଟୀ ଭାଷା ସହିତ ତା'ର ନିବିଡ଼ ସମ୍ପର୍କ ରହିଛି। କିନ୍ତୁ ଦକ୍ଷିଣର ତେଲୁଗୁ, ତାମିଲ ପ୍ରଭୃତି ଦ୍ରାବିଡ଼ ଭାଷା ସହିତ ଏତେ ନିବିଡ଼ ସମ୍ପର୍କ ଏତେ ନାହିଁ। ତାପରେ 2ରେ କ'ଣ, ଯେମିତି ୟାର ସ୍ୱରାନ୍ତ ହେଉଛି କ'ଣ, ସ୍ୱରାନ୍ତ ଉଚ୍ଚାରଣ ହେଉଛି ସ୍ୱରାନ୍ତ, ମାନେ ଅନ୍ତ ଶେଷଟା ହେଉଛି ସ୍ୱରବର୍ଣ୍ଣ ଉଚ୍ଚାରିତ ହୁଏ, ଯେମିତି ରାମ, ଗୋପାଳ ଏଇଭଳି।
तापर 3 रे कौन ना स्वरवर्ण जो रु अन्य समगोष्ठी रे री भलिया उच्चारित हुए जमती कि ऋषि कृष्णा किंतु ओडिया रे ताकू रु परि आमे उच्चारण करिथाउ जमती ऋषि आउ कृष्ण। देख तो व्यंजन वर्णमालार अवर्ग्य ज जहाँ को आम अंत्यस्थ ज कहू आउ कौन सी भाषा रे नाही। आमे ओडिया भाषा रे य बदल रे जर व्यवहार करिथाउ जेमती कि यम ताकू आमे जम कहिथाउ, सूर्य आमे ताकू सूर्य बोली कहिथाउ, सहाय ताकू साहाय्य बोली कि कहिथाउ किंतु सबु य गुडी को आमे ज बोली कहिबा नाही। जेमती कि दया लय वायु ओडिया भाषा रे ताकू य ही उच्चारण करिबा। तो ये लक्षणटी आम देखिले ओडिया भाषार गोटे स्वतंत्रता रही। आउ गोटे शेष वैशिष्ट्य देखिबा कौन ना जो लिपि गुड़िक अन्य सबु भाषा जार सहित निबिड़ संपर्क अच्छे आम पढ़िले से लिपि गुड़िकर उपरी भाग सरल रेखा, उपरी भाग केमती सरल रेखा बा सीधा होइतिबा बेले ओडिया भाषार उपरी भागटा कौन ना गोलाकृत। तो संस्कृत देवनागरी लिपिर क ओडिया कर उदाहरण निया जाई पारे जेमती देवनागरी करे उपरटी कौन सरल रेखा बा सीधा होइकी रही किंतु आमर ओडिया करे कौन रोची उपरटा गोलाकृति रोची। तो यही सब स्वतंत्रता पाई कि आमर ओडिया भाषा को माने शास्त्रीय मान्यता मिली।